ଆଜି ମୂଷାର ପ୍ରାଣ ଗଲା। ସେ ପୁଣି ଘରୋଇ ରେମେଡ଼ି କେମିତି କ'ଣ ତିଆରି କଲେ, କେଉଁ ପ୍ରୋସେସ୍ରେ କେଉଁ ଜିନିଷରେ ଆମେ ତିଆରି କଲେ ଏ ଜିନିଷଟି ଯାହାଫଳରେ କି ମୂଷା ସବୁ ମରିଯିବେ। ଘରେ ଆମେ ବିନା କେମିକାଲରେ ମୂଷାକୁ ମାରିପାରିବା। ଦେଖନ୍ତୁ କେତେ ବଡ଼ ବଡ଼ ମୂଷା ଏଠି। ଲୁଗାପଟା ବହିପତ୍ର ଯାହା ଜିନିଷ ଘରେ ରହୁଛି ସବୁ କାଟି ଦେଉଛନ୍ତି। ବେଡ଼ସିଟ୍ କମ୍ବଳ ସବୁ କାଟି ଦେଉଛନ୍ତି। ଗୋଟିଏ ମୂଷାରୁ ଏମିତି ପଲ ପଲ ମୂଷା ହେଇକି ଘରେ ପୁରା ସର୍ବନାଶ କଲେଣି। ବାପା ମା ଭାଇ ଭଉଣୀ ସମସ୍ତେ ମିଶିକିରି ଏ ମୂଷା ମାନେ ରହୁଛନ୍ତି। ନମସ୍କାର, କହିଥିଲି ମୂଷା ଚ୍ୟାନେଲକୁ ବହୁତ ବହୁତ ସ୍ୱାଗତ। ଆଜି ଆମେ ଦେଖିବା ଏଇ ଫଳରେ ଆମେ କେମିତି ମୂଷାକୁ ମାରିପାରିବା। ବହୁତ ବଢ଼ିଆ ରେମେଡ଼ିଟି କାମ କରିବ ପୁରା 100%। ଏଇ ଫଳ ଯେଉଁଠି ଦେଖୁଛନ୍ତି, ଯଦି ଆପଣଙ୍କ ଘରେ ମୂଷା ହେଇଛି ଏଇ ଫଳକୁ ନେଇ ଆସନ୍ତୁ। ଏଇଟା ସବୁଆଡ଼େ ମିଳିବ, ସବୁ ଜାଗାରେ ମିଳିବ। ବିଲକୁଲ ବି ପଇସା ଖର୍ଚ୍ଚ କରିବାକୁ ପଡ଼ିବନି। କମ୍ ସମୟ ମଧ୍ୟରେ ଆମେ ୟାକୁ ତିଆରି କରିବା। ଦେଖନ୍ତୁ ଏଇଭଳି ଫଳରୁ ଏଇ ମଞ୍ଜିଟା ବାହାରିବ। ୟାକୁ ଛେଚିଦେଲେ ତା ଭିତରୁ ସେଇଭଳିଆ ମଞ୍ଜି ବାହାରିବ। ତ ଦେଖନ୍ତୁ ମୁଁ ଛେଚିବାକୁ ଗୋଟେ ଏମିତି ଖଦଖଦଡ଼ିଆ ଗୋଟେ ଇଟା ନେଇ ଆସିଛି। ତା ଦେହରେ ଥୋଇକି ଛେଚିବି, କାରଣ ସେ ଖସିଯିବ ଯଦି ପୁରା ଛିଟିକିରି ପଳେଇଯିବ କୁଆଡ଼େ। ସେଥିପାଇଁ ଆପଣମାନେ ଯେଉଁଥିରେ ଛେଚି ପାରିବେ, ହେମଦସ୍ତାରେ ଛେଚି ପାରିବେ, ଶିଳରେ ଛେଚି ପାରିବେ। ଦେଖନ୍ତୁ ଏମିତି ଛେଚିଦେଲେ ତା ଭିତରେ ଏଭଳିଆ ମଞ୍ଜି ବାହାରିବ। ଆଉ ସେ ମଞ୍ଜିକୁ ପୁଣି ଛେଚା ହେବ। ଦେଖନ୍ତୁ ଏ ମଞ୍ଜିକୁ ଦେଖନ୍ତୁ ଏମିତି ମଞ୍ଜିକୁ ପୁଣି ଛେଚିଦେବା। ମଞ୍ଜି ଭିତରୁ ଯେଉଁ ଜିନିଷଟା ବାହାରିବ, ଯେଉଁ ପୁରା ମଞ୍ଜିଟା ବାହାରିବ, ଶସଟା ବାହାରିବ, ସେଇଟା ହିଁ ଆମେ ତାକୁ ବ୍ୟବହାର କରିବା। ଆଉ ତାକୁ ଆମେ ବାହାର କରିବାର ଅଛି। କେମିତି ବାହାର କରିବା? ସେ ତ ତାକୁ ଏମିତି ବାହାର କଲେ ଯେମିତି ବାଦାମ ମଞ୍ଜି ଭଳି ସେମିତି ବାହାରିବ। ତାକୁ ଆମେ ଯଦି ବାହାର ନ କରିପାରିବା, ଦେଖନ୍ତୁ ଏଠି ବାହାରିଲାନି, ରାଖିକି ରହିଲା, ମୁଁ ଚାମଚରେ ତାକୁ ନାଡ଼ରେ ତାକୁ ବାହାର କରିନେଉଛି। ଏମିତି ଭାବରେ ମୁଁ 2-3ଟା ଯାକର ସବୁତକ ବାହାର କଲି। ଯେତେବେଳେ ବି ଛେଚିବେ ୟାକୁ, ଯାହା ବି ଯେଉଁଥିରେ ୟାକୁ ରଖୁଥିବେ ପୁରା କେୟାରଫୁଲରେ କରିବେ। ଇଏ ବହୁତ ବିଷ। ଆ ଦେହରେ ଗୋଟେ ଜିନିଷ ମିଶାଇ ଦେଲେ ପୁରା ପଏଜନ୍। ମାନେ ମଣିଷ ତାକୁ ଯଦି ଖାଇବେ ପୁରା ଅଧଘଣ୍ଟା ଭିତରେ ମରିବେ। ତ ଏଇ ମଞ୍ଜିକୁ ଆପଣମାନେ ଜାଣିଥିବେ କି ନାହିଁ, ଆର ନାଁ ହେଲା କନିଆରୀ ମଞ୍ଜି। କନିଆରୀ ଫୁଲ ଯେଉଁ ଥାଏ, ହଳଦିଆ ହଳଦିଆ ଫୁଲ, ୟେଲୋ କଲର୍ ଯେଉଁ ଫୁଲ ଥାଏ, ସେ ତାର ମଞ୍ଜି ଇଏ ସବୁ ଜାଗାରେ ମିଳିବ। ରାସ୍ତା କଡ଼ମାନଙ୍କରେ ବି ଏ ଗଛ ହେଇଥାଏ। ଯେତେ ପ୍ରକାର ରେମେଡ଼ି ତିଆରି କଲେଣି, ଯାହା ବି କଲେଣି, ମୂଷା ବିଲକୁଲ ବି ଯାଉନାହାନ୍ତି ଘର ଛାଡ଼ିକି। ତ ଆମକୁ ଯଦି ମାରିବାକୁ ଅଛି ତାହେଲେ ଏମିତି ଭାବରେ ମାରିବା। ବାହାରରୁ କେମିକାଲ କିଣିବା ଅପେକ୍ଷା ଏମିତି ଘରେ ତିଆରି କରିକି ଆମେ ମୂଷାକୁ ନିଶ୍ଚୟ ମାରିପାରିବା। ଦର୍ଶକ ବନ୍ଧୁ, ଚ୍ୟାନେଲରେ ଯଦି ନୂଆ ଅଛନ୍ତି ପ୍ଲିଜ୍ ସବସ୍କ୍ରାଇବ୍ କରିନିଅନ୍ତୁ। ପାଖରେ ଥିବା ବେଲ୍ ବଟନ୍ରେ ଦେବେ, ଅଲ୍ରେ ମଧ୍ୟ ସିଲେକ୍ଟ କରନ୍ତୁ, ଯାହାଫଳରେ କି ମୁଁ ଆଗକୁ ଯେଉଁ ଭିଡ଼ିଓ ପକାଇବି ଆପଣଙ୍କ ପାଖରେ ସର୍ବପ୍ରଥମେ ପହଞ୍ଚି ପାରିବ। ଆପଣ ହିଁ ତାର ଫାଇଦା ସର୍ବପ୍ରଥମେ ଉଠାଇ ପାରିବେ। ସବୁ ପ୍ରକାରର ଭିଡ଼ିଓ ମୋ ଚ୍ୟାନେଲରେ ପକାଉଛି, ଆପଣମାନେ ନିଶ୍ଚୟ ଦେଖନ୍ତୁ। ଆଉ ଦେଖି ସାରିକି ଯଦି ଭଲ ଲାଗିବ ନିଶ୍ଚୟ ଗୋଟେ ଲାଇକ୍ ଦେବେ। ତ ଏଇଠି ଦେଖନ୍ତୁ କଞ୍ଚା ଫଳ ଯଦି ନେବା, ଆମେ କଞ୍ଚା ଫଳରୁ ଯେଉଁ ମଞ୍ଜିଟା ବାହାରିବ ସେଇଟା ଏତେ କଡ଼ା ନୁହେଁ। ଶୁଖିଲା ମଞ୍ଜିର ତାର ଭିତର ଶସଟା ଯେଉଁ ବାହାରିବ ସେଇଟା ବହୁତ ପାୱାର ଅଛି। ତ ଏଠି ଆମେ କଞ୍ଚା ମଞ୍ଜି ବି ମୁଁ 2ଟା ନେଇଯାଇଛି, ଆଉ ଶୁଖିଲା ମଞ୍ଜିର ବି 2ଟା ନେଇଛି। ତ ସତ କହୁଛି ସାଙ୍ଗମାନେ, ଯଦି ୟାକୁ ମଣିଷ ଖାଇବେ ମଣିଷ ବି ମରିଯିବେ। ଯଦି ମଣିଷ ମରିବେ ତାହେଲେ ମୂଷା କାହିଁକି ନ ମରିବ? ଆଉ ଯଦି ଆମେ ଅଳ୍ପ ଟିକେ ଦେଇଦେବା, ଟିକେ ଯଦି ସେ ଖାଇଥିବ, ତାହେଲେ ସେ ନ ମରିକି ବାଇଆ ଭଳି ହେଇଯିବ। ତ ଏଠି ଦେଖନ୍ତୁ ସବୁତକ ଶସ ମୁଁ ବାହାର କଲି। ଏତିକି ବାହାରିଲା ଜମା। ମୁଁ ଏଠି 4-5ଟା ମଞ୍ଜି ଛେଚିଛି, ଏତିକି ଜମା ବାହାରିଲା। ଏତିକି ତ ପୁରା ବହୁତ ବଢ଼ିଆ କାମ ଦେବ। ବେଶୀ ବି ଦରକାର ନାହିଁ। ଟିକେ ଯଦି ୟା ଦେହରୁ ଖାଇବ ତାହେଲେ ନିଶ୍ଚୟ ମୂଷାଟି ମରିବ। ତ ସାଙ୍ଗମାନେ, ଯଦି ଭିଡ଼ିଓକୁ ଲାଇକ୍ କରିନାହାନ୍ତି ଶୀଘ୍ର ଟିକେ ଲାଇକ୍ କରିଦିଅନ୍ତୁ। ଏ ଭିଡ଼ିଓଟି ପୁରା କମ୍ ସମୟ ପକାଇଛି। ଭିଡ଼ିଓଟି ବିଲକୁଲ ବି ସମୟ ନେବନି। ଆପଣମାନେ ବିଲକୁଲ ବି ସ୍କିପ୍ ନ କରିକି ଦେଖନ୍ତୁ। ଏଥିରେ ପୁଣି ଆମେ କ'ଣ ମିଶାଇବା, ଆକୁ ଭଲ ଭାବରେ ଟିକେ ଛେଚିଦେବା। ତ ଆ ଦେହରେ ଆହୁରି 1-2ଟା ଜିନିଷ ମିଶାଇବା, ଯାହାଫଳରେ କି ମୂଷା ଖାଇବ। ତ କ'ଣ ମିଶାଇଲେ ଏ ଜିନିଷଟା ପୁରା ସେଟା ବିଷ ହେବ, ଖାଲି ନୁହେଁ, ଆ ଦେହରେ କ'ଣ ମିଶାଇଲେ ବିଷ ହେବ। ତ ଏଠି ଦେଖନ୍ତୁ ନେଲି ଗୁଡ଼। এই ଗୁଡ଼କୁ ନେବା। ଗୁଡ଼ ଯଦି ଆମେ ଏଥିରେ ମିଶାଇବା, ଇଏ ପୁରାପୁରି ବିଷ ହେଇଯିବ। ଯଦି ନ ମିଶାଇବା ଏତେ ପାୱାର ଆସିବନି ତାର। କିନ୍ତୁ ଆମକୁ ଗୁଡ଼କୁ ମିଶାଇବାର ଅଛି। ଗୁଡ଼ ହେଉ ଚିନି ହେଉ, ଚିନି ଏତେ ପାୱାର ହେବନି, ଗୁଡ଼ଟା ବେଶୀ ପାୱାର ହେବ ଆ ସାଙ୍ଗକୁ, ଏଇ ଯେଉଁ ମଞ୍ଜି ସାଙ୍ଗକୁ ହେଲା। ତାପରେ ଆମେ ଆକୁ ଭଲ ଭାବରେ ଚକଟି ଦେବା। ଆଉ ଆକୁ ଆମେ କେମିତି ରଖିବା, ଦେଖନ୍ତୁ ଅଟା ଟିକେ ଦେଇକି ଗୁଳା ଭଳିଆ କରିବା। ଅଟା ଟିକେ ଦେଲେ ସେ ଗୁଳା ଭଳି ହେବ, ଯେମିତି ବାଇଣ୍ଡିଙ୍ଗ ହେବ।
देखो अल्प गोटे 1.5-2 चामच मु देइछि अटा एठी माने छोटो चामचटे देकी ताकू भल भाव में चकड़ी देवा चकटिकी ताकू गुला करिकी जोठी आमे थोइबा बहुत बढ़िया भाव में ताकू आमे पकेबा आउ जहाँ पकई पारे जदि गुआ घी देकी पकईकी तार बास्ना को ताकू बढ़ई पारे तो एमती ही खाइबा से तो खाइबा पसंद कर अटा को तो बढ़िया पसंद करे आ गुड़टा भी मीठा ये जो मंजीर किसी भी बास्ना नहीं जे मूषा बिल्कुल भी जानी परिबन जे कौन अच्छी किंतु गुड़ बास्नाटा हम अटा बास्ना हम से निश्चय खाइब आकु जदि खाइब से निश्चय मरिब आ जदि न खाइब ताहले आपण माने कहिबे काहेकि काम देलानी मरिलानी अरख पत्रर जो मूषा भिडियोटी छाड़ी से केते जन कमेंट कर काम देलानी किंतु मु कही मूषा गातरे रखीदेले ता बास्नारे मूषा रहिबनी आउ कमेंट दउचन जे मूषा मरिलानी मु मरिबा को कहि नथिली सेतरे कहितली जे मूषा सेठू पळेई जिवे से जगह छाड़ी की पळेई जिवे आ आसीबेनी सब बेले अरख पत्र जेमि सुखी जिवो पुणी आउरी कंचा अरख पत्र पुणी आनिकी चे पकई देबे तो से बास्ना रे से माने आ आसीबेनी एतिकी कहितली ता गातरे पकेबाकू आ ए देखन एठी गुळा कर देली आकू जोठी मूषा आसुथो सेठी नेकी थोई देबे गैस पाखे हो फ्रिज तले हो गडरेज तले हो बही पाखे हो जोठी मूषा काटुथिबे देखिबे बहुत मूषा थो सेठी निश्चय पकेबे निश्चय मूषा मरिबे जो मूषा थरे खाइकी जाइथिबो से निश्चय पागल हबो नहले मरिजिबो तो पदार जाइकी पड़िबो आपण माने जानि परिबेनी आज पई रहउची पुणी आसीबी आगो को एमती नुआ नुआ वीडियो।